ଯୁକ୍ତ 2 ପରୀକ୍ଷା ସରିଲା ପରେ ଆନନ୍ଦିତା ମେଡ଼ିକାଲ ପାଠ ପଢ଼ିବ ବୋଲି ବାପା ତାକୁ ନିଟ୍ ପରୀକ୍ଷା ଦେବାକୁ କହିଲେ। ଝିଅ ମଧ୍ୟ ତା'ର ଜ୍ଞାନ ଯାହାକି ସିଏ ମାଧ୍ୟମିକ ଶ୍ରେଣୀରେ ଅର୍ଜନ କରିଥିଲା ତାହାକୁ ଆଧାର କରି ପରୀକ୍ଷାଟି ଦେଲା। ଠିକ୍ ଫଳ ବାହାରିବା ଦିନ ହିଁ ପୁଅ ଘରବାଲା ତାକୁ ଦେଖିବାକୁ ଆସିଲେ। ପୁଅଟି ବୃତ୍ତିରେ ଜଣେ ଡ୍ରାଇଭର। ବାପା କିନ୍ତୁ ମନା କରିଦେଲେ, କହିଲେ ଝିଅ ମୋର ପାଠ ପଢ଼ିବ ଆଉ ନିଜ ଗୋଡ଼ରେ ନିଜେ ଛିଡ଼ା ହେବ। ତେଣୁ ପୁଅ ଘରବାଲା ବିଦା ହେଲେ ଆଉ ନିଟ୍ ପରୀକ୍ଷାର ଫଳ ଆସିଲା। ବହୁତ କମ୍ ନମ୍ବର ରଖିଛି ଝିଅ। ବାପା ଝିଅକୁ ମନ ଦୁଃଖ କରିବାକୁ ମନା କଲେ ଆଉ ତା'ର ଗୋଟେ +3 କଲେଜରେ ଜୀବବିଜ୍ଞାନ ବିଭାଗରେ ଆଡ଼ମିସନ୍ କରାଇଦେଲେ। ଠିକ୍ +3ର ପ୍ରଥମ ବର୍ଷ ସରିଲା ବେଳକୁ ଆଉ ଜଣେ ସରକାରୀ ଚାକିରିଆ ବର ଆସିଲା। ବାପା ଖୁସି ହୋଇଗଲେ, ଝିଅ ଏବେ ସୁଖ ଶାନ୍ତିରେ ରହିବ। କିନ୍ତୁ ଝିଅ ରାଜି ହେଉନଥାଏ। ସେ କେତେକ ପ୍ରଶ୍ନ ତା ବାପାଙ୍କୁ ପଚାରିଲା। ଯେତେବେଳେ ତା ବାପା ତାକୁ ବାହା ହେବାକୁ ବାଧ୍ୟ କଲେ। ସୁଖ ଶାନ୍ତି ମାନେ କ'ଣ ବାପା? ଚାରି କାନ୍ଥ ଭିତରେ ନିଜ ସ୍ୱାଧୀନତାକୁ ବନ୍ଦୀ କରି ରଖିବାକୁ କ'ଣ ସୁଖ କୁହାଯାଏ? ଟଙ୍କାଟିଏ ପାଇଁ ଅନ୍ୟ ଆଗରେ ହାତ ପତାଇବାକୁ କ'ଣ ସୁଖ ଶାନ୍ତି କୁହାଯାଏ? ବାପା ଦୟାକରି ମୋତେ ପଢ଼ିବାର ସୁଯୋଗ ଟିକିଏ ଦିଅ। ମୋତେ ବି ଆକାଶରେ ଟିକିଏ ଉଡ଼ିବାକୁ ଦିଅ। ମୋର ସୁନା ପଞ୍ଜୁରୀ ଲୋଡ଼ା ନାହିଁ। ମୋର ଲୋଡ଼ା ଖୋଲା ଆକାଶ, ଯେଉଁଥିରେ ମୁଁ ସ୍ୱାଧୀନ ଭାବେ ବିଚରଣ କରିବି, ଜ୍ଞାନ ଆରୋହଣ କରିବି। କ'ଣ ବସି ଖାଇବାକୁ ଆପଣ ସୁଖ ଶାନ୍ତି ବୋଲି କହୁଛନ୍ତି? ନିଜ ମେହନତରେ କମାଇଥିବା ପଟେ ରୁଟିରେ ଯେଉଁ ଶାନ୍ତି ମୋତେ ମିଳିବ, ତାହା କ'ଣ ଅନ୍ୟ ଆଗରେ ହାତ ପତାଇ ସୁସ୍ୱାଦୁ ନାନା ଦରବର ଭୋଜନରେ ମୋତେ ମିଳିବ? ନା, କଦାପି ନୁହେଁ। ଏହା ଶୁଣିବା ପରେ ବାପା ରାଗିଗଲେ। କହିଲେ ଠିକ୍ ଅଛି, ମୁଁ ଆଉ ତୋତେ ପଢ଼ିବାକୁ ପଇସା ଦେବି ନାହିଁ। ତୁ ନିଜ ରୋଜଗାରରେ ଏବେ ପଢ଼ିବୁ। ସେହି ଦିନଠୁ ଝିଅ ପାର୍ଟ ଟାଇମ୍ ଟ୍ୟୁସନ୍ ଆରମ୍ଭ କଲା ଏବଂ ଛୁଟି ଦିନମାନଙ୍କରେ ଗୋଟିଏ ଟେଲରିଂ ଦୋକାନରେ କାମ କରିବା ଆରମ୍ଭ କଲା। ଆଉ ସେଥିରେ ସେ ତା'ର ପଢ଼ା ଖର୍ଚ୍ଚ ଉଠାଇ ଏବେ ମଧ୍ୟ ସିଏ ପଢ଼ୁଛି। ତା'ର ଜ୍ଞାନ ପ୍ରଦୀପରେ ସେ ଘିଅ ଭରୁଛି। ଆଶା ସେହି ପ୍ରଦୀପର ଜ୍ୟୋତି ଦିନେ ସଭିଙ୍କର ଅଜ୍ଞାନ ଅନ୍ଧକାରକୁ ଦୂର କରିବ, ଦୂରୀଭୂତ କରିବ ସୁଖ ଶାନ୍ତିର ଭୁଲ ସଂଜ୍ଞାକୁ ଆଉ ଝିଅ ପୁଅର ଭେଦଭାବକୁ।